ସ୍ୱଧର୍ମେ ନିଧନ ଶ୍ରେୟ ପରଧର୍ମ ଭୟାବହ। ଆମେ ହିନ୍ଦୁ ଧର୍ମରେ ଜନ୍ମ ହୋଇଛନ୍ତି, ଆମେ ସନାତନ ଧର୍ମରେ ଜନ୍ମ ହେଇ ଆମେ ଆମ ଧର୍ମରେ ରହିବା ଉଚିତ ନା ଆମେ କେଇଟା ଟଙ୍କା କେଇଟା ଚାଉଳ ବସ୍ତା ପାଇଁ ଆମେ ଅନ୍ୟ ଧର୍ମକୁ ପଳେଇ ଯିବାଟା ଠିକ୍। ଯେଉଁମାନେ ହିନ୍ଦୁରୁ ଖ୍ରୀଷ୍ଟିଆନ ହେଉଛନ୍ତି ବା ମୁସଲିମ ହେଉଛନ୍ତି, ବିଶେଷ କରିକି ମୁଁ ଖ୍ରୀଷ୍ଟିଆନଙ୍କ କଥା କହୁଛି, ଯେଉଁମାନେ ହିନ୍ଦୁରୁ ଖ୍ରୀଷ୍ଟିଆନ ହେଉଛନ୍ତି ସେମାନେ ଏଠୁ ଖ୍ରୀଷ୍ଟିଆନକୁ ଗଲା ପରେ କିଛି ମାସ କି କିଛି ସମୟ ପାଇଁ ସେମାନଙ୍କୁ କେଇଟା ଟଙ୍କା କେଇଟା ଚାଉଳ ବସ୍ତା କ'ଣ ଥାଇପାରନ୍ତି, କିନ୍ତୁ ସେମାନଙ୍କୁ ଖ୍ରୀଷ୍ଟିଆନର ଉଚ୍ଚ ଜାତିରେ କେବେ ସ୍ଥାନ ଦେଇଛନ୍ତି କି? ନାଇଁ ନା। ସେମାନଙ୍କୁ କ'ଣ କୁହାଯାଏ? ତମେ ହିନ୍ଦୁ ଧର୍ମରେ ରହିକି ନିଜକୁ ST ବା ଦଳିତ ସମାଜ ବୋଲି କହୁଛ, ଆଦିବାସୀ ଦଳିତ ସମାଜ ବୋଲି ଆମେ ତୁମକୁ କହୁଛୁ ବୋଲି ତୁମେ କହୁଛ, କିନ୍ତୁ ଖ୍ରୀଷ୍ଟିଆନ ମାନେ ତୁମକୁ କ'ଣ କହୁଛନ୍ତି? ତୁମେ ହେଲ ଦଳିତ ଖ୍ରୀଷ୍ଟିଆନ। ତୁମେ ଖ୍ରୀଷ୍ଟିଆନ ନୁହଁ, ଦଳିତ ଖ୍ରୀଷ୍ଟିଆନ। ତେଣୁକରି ତୁମେ କୁହ ତୁମେ ହିନ୍ଦୁ ଧର୍ମରେ ରହି ଆମ ଆଦିବାସୀ ହରିଜନ ଭାଇ ହେଇକି ରହିବା ଉଚିତ ନା ଖ୍ରୀଷ୍ଟିଆନ ଧର୍ମକୁ ଯାଇ ସେଠି ଦଳିତ ଖ୍ରୀଷ୍ଟିଆନ ହେଇକି ରହିବା ଉଚିତ? ପ୍ରଶ୍ନ ମୋର, ଉତ୍ତର ଆପଣମାନଙ୍କର।